ନମସ୍କାର ଦର୍ଶକ ବନ୍ଧୁ, ମୁଁ ଜୀବନ ସ୍ୱାଗତ କରୁଛି ମୋର ଆଜିର ଆଉ ଏକ ନୂଆ ଭିଡିଓରେ। ଦର୍ଶକ ବନ୍ଧୁ, ଚାଷୀ ଭାଇ ମାନଙ୍କ ପାଇଁ ଗୋଟେ ବହୁତ ବଡ ଖୁସିର ଖବର ଯେ ଆପଣଙ୍କର ବିନା ଏଗ୍ରିଷ୍ଟିକ ଆଇଡିରେ ଆପଣମାନେ ଧାନ ଏବେ ବିକ୍ରି କରିପାରିବେ, ଯୋଉଟା କି ଆପଣଙ୍କୁ ଭିଡିଓ ମଧ୍ୟ ବୁଝେଇଦେବି। ଆପଣ ଯଦି ଏଗ୍ରିଷ୍ଟିକ ଆଇଡି କରୁଛନ୍ତି ଆପଣ କଣ ଫାଇଦା ପାଇବେ ଏବଂ ଏଗ୍ରିଷ୍ଟିକ ଆଇଡି ଆପଣ ନ କରୁଛନ୍ତି ତାହେଲେ ଆପଣ ଧାନ କେମିତି ଭାବେ ବିକ୍ରୟ କରିପାରିବେ। ତ ଚାଲନ୍ତୁ ସେ ବିଷୟରେ ପୁରା ଡିଟେଲ୍ସ ଜାଣିବା। ତା ପୂର୍ବରୁ ଯଦି ଆପଣ ଭିଡିଓ ନୂଆ ଅଛନ୍ତି ଭିଡିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଜମା ଭୁଲନ୍ତୁନି। ଯଦି ଆପଣମାନେ ଆମ ଫେସବୁକ ପେଜକୁ ଫଲୋ କରୁଛନ୍ତି, ଆମ ଫେସବୁକ ପେଜର ନାଁ ହେଉଛି ଆପଣଙ୍କର ଲିକୋନ ଏକ୍ସପ୍ରେସ ବୋଲି ଆପଣ ସର୍ଚ୍ଚ କରିଦେଲେ ଆପଣଙ୍କର ଫେସବୁକ ପେଜରେ ଆମ ନାଁ ବାହାରି ଆସିବ ଏବଂ ସେଥିରେ ଆପଣମାନେ ମଧ୍ୟ ଯାହା ବି କିଛି ଗଭର୍ଣ୍ଣମେଣ୍ଟ ରିଲେଟେଡ ଭିଡିଓ ଆପଣମାନେ ପାଇପାରିବେ। ଯାଆନ୍ତୁ ଡେରି କରିବାନି, ଆଜି ଭିଡିଓ ଏଠି ଷ୍ଟାର୍ଟ କରିଦେବା। ଦର୍ଶକ ବନ୍ଧୁ, ବର୍ତ୍ତମାନ କିଛି ଦିନ ତଳେ ଆପଣଙ୍କର ସରକାର କହିଥିଲେ କି ଆପଣ ଯଦି ଧାନ ବିକ୍ରୟ ବା ଧାନ ରେଜିଷ୍ଟ୍ରେସନ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କର ଏଗ୍ରିଷ୍ଟେକ୍ ଆଇଡି ଆପଣଙ୍କର ନିହାତି ଭାବେ ଦରକାର ହେଉଛି। ତାପରେ ପୁଣି ନିୟମ ଆସିଲା କଣ ନା ବିନା ଏଗ୍ରିଷ୍ଟିକ ଆଇଡିରେ ଆପଣମାନେ ଧାନ ପଞ୍ଜୀକରଣ କରିପାରିବେ। କିନ୍ତୁ ବର୍ତ୍ତମାନ ଗୋଟେ ନୂଆ ନିୟମ ଆସିଛି, ଯଦି ଆପଣଙ୍କ ପାଖରେ ଏଗ୍ରିଷ୍ଟେକ୍ ଆଇଡି ନାହିଁ ତାହେଲେ ଆପଣମାନେ ଧାନ ମଧ୍ୟ ବିକ୍ରୟ କରିପାରିବେ। ଏଥିରେ ମଧ୍ୟ କିଛି ଅସୁବିଧା ହବ ନାହିଁ, ଯାହାକି ସରକାରଙ୍କ ତରଫରୁ ମଧ୍ୟ ଗୋଟେ ବହୁତ ବଡ ଘୋଷଣା କରାଯାଇଛି। ତ ଆଉ ଗୋଟେ କଥା କଣ ଅଛି ନା ଯଦି ଆପଣଙ୍କ ପାଖରେ ଏଗ୍ରିଷ୍ଟାକ୍ ଆଇଡି ଅଛି, ଠିକ ଅଛି, ଏଗ୍ରିଷ୍ଟାକ୍ ଆଇଡି ଥିଲେ ଆପଣମାନେ କଣ କଣ ସୁବିଧା ପାଇପାରିବେ। ଆଉ ଆପଣ ଭାବୁଥିବେ କି ଏଗ୍ରିଷ୍ଟାକ୍ ଆଇଡି ନ କଲେ କଣ କଣ ଅସୁବିଧା ହବ। ଦେଖନ୍ତୁ, ଯଦି ଆପଣଙ୍କ ପାଖରେ ଏଗ୍ରିଷ୍ଟାକ୍ ଆଇଡି ଅଛି, ଏଗ୍ରିଷ୍ଟାକ୍ ହଉଛି ଆପଣଙ୍କର ଗୋଟେ ଏମିତି ଏକ ଆଇଡି ଯୋଉଟା କି ଆପଣଙ୍କର ସମସ୍ତ ତଥ୍ୟ ଏବଂ ଯଦି ଆପଣ ଚାଷୀ ବୋଲି ଗୋଟେ ଆପଣ ମାନୁଛନ୍ତି ତାହେଲେ ଆପଣଙ୍କ ଚାଷୀ ବୋଲି ସେ ଆପଣଙ୍କୁ ଗୋଟେ କାର୍ଡ ଭଳି ମନେ ଅଛି। ସପୋଜ ଗୋଟେ ଉଦାହରଣ ଦଉଛି ଆପଣଙ୍କୁ, ଯେମିତି ଆମର ଗୋଟେ ଓଡିଶା ନାଗରିକ ଭାରତ ନାଗରିକ ଭାବେ ଗୋଟେ ଆପଣଙ୍କର ଆଧାର କାର୍ଡ ଯେମିତି ଆମର ଦରକାର ହଉଛି, ଗୋଟେ ଚାଷୀକୁ ଚିହ୍ନଟ କରିବା ପାଇଁ ହେଲେ ଆପଣଙ୍କର ଏଗ୍ରିଷ୍ଟାକ୍ ଆଇଡି ଦରକାର ହୁଏ। ତ ଏଗ୍ରିଷ୍ଟାକ୍ ଆଇଡିରେ ଆପଣଙ୍କର ସମ୍ପୂର୍ଣ୍ଣ ରୂପେ ଆପଣଙ୍କର ନିୟନ୍ତ୍ରକ ଜମିବାଡି ରେକର୍ଡ ଆପଣଙ୍କର ଅଛି ଏବଂ ତା ସହିତ ଆପଣଙ୍କର ଆଧାର କାର୍ଡ ଅଛି, ଯୋଉଟା କି ଆପଣଙ୍କ ଆଧାର ବେସ୍ଡ ଓଟିପି ଯୋଉଟା କହୁଛେ ଆମେ, ଆଧାର କାର୍ଡ ଅଛି। ତ ସବୁ କିଛି ଜିନିଷ ଆପଣମାନେ ଏଥିର ସେ ସ୍କାନରରେ ଆପଣମାନେ ପାଇପାରିବେ, ଯାହାକି ସରକାର ମଧ୍ୟ କହୁଛନ୍ତି କି ଯଦି ବି ଏହି କାର୍ଡ ମାଧ୍ୟମରେ କୌଣସି ଭାଗ ଚାଷୀ ଯୋଉମାନେ ଅଛନ୍ତି, ସେ ଭାଗ ଚାଷୀ ଯଦି ଆପଣଙ୍କର ଆପ୍ଲାଏ କରୁଛନ୍ତି ତାହେଲେ ଆପଣଙ୍କ ତାଙ୍କ ଜମି ଯୋଉ ଆମର ମାଲିକ ଯୋଉମାନେ ଅଛନ୍ତି ସେମାନଙ୍କ ତାଙ୍କର ଏନ୍ଓସି ଦରକାର, ମାନେ ଆପଣ ପଞ୍ଜୀକରଣ କରିବା ପାଇଁ ହେଲେ ଆପଣଙ୍କୁ ଗୋଟେ ପରମିଶନ ନେବା ପାଇଁ ପଡିବ। ଭାଗ ଚାଷୀ ମାନେ କରିପାରିବେ। ଯୋଉମାନଙ୍କ ନିଜ ନାମରେ ଜମି ଅଛି ତ ସେମାନେ ମଧ୍ୟ ନିଜ ନାମରେ ଫାର୍ମର ଆଇଡି ରେଜିଷ୍ଟ୍ରେସନ ବନେଇ ପାରିବେ। ଦୁଇଟା କଥା କଲା। ବର୍ତ୍ତମାନ ଯଦି ଆପଣ ଫାର୍ମର ରେଜିଷ୍ଟ୍ରେସନ ଆପଣ କରିବା ପାଇଁ ଚାହୁଁଛନ୍ତି ତ ଆପଣଙ୍କୁ ଫାର୍ମର ରେଜିଷ୍ଟ୍ରେସନ କ୍ଲିକ୍ କରିବେ। ଏଇଟା ଆପଣଙ୍କର ଡିଟେଲ୍ସ ବାହାରି ଆସିବ, ଆପଣଙ୍କର ପଞ୍ଜୀକରଣ ଅବଧି କେତେ ସମୟ ରହୁଛି ଏବଂ ଆପଣଙ୍କୁ ଡକୁମେଣ୍ଟ କଣ କଣ ଦରକାର ସେଟା ମଧ୍ୟ ସେ ଆପଣ ଦେଖେଇବେ। ଦେଖୁଛନ୍ତି ଯଦି ଦେଖନ୍ତୁ ଦେଖାଯାଇଛି ଆପଣଙ୍କର ଆବଶ୍ୟକ କାଗଜ ପତ୍ର, ଆବଶ୍ୟକ କାଗଜ ଆପଣ କଣ କଣ ଡକୁମେଣ୍ଟ ଦରକାର ଅଛି ସେ ଆପଣଙ୍କୁ ଡିଟେଲ୍ସ ଲେଖି ଦେଇଛି। ଆପଣମାନେ ଏହାକୁ ସ୍କ୍ରିନସଟ ମାରିପାରିବେ, ନଚେତ ଆପଣମାନେ ଏହାକୁ ନିଜର ଦେଖିକି ଆପଣ ଜାଣିପାରିବେ। ତାଠୁ ହାଲକା ସ୍କ୍ରୋଲ କରିସାରିଲା ପରେ ଆପଣ ଏଠି ଆପଣଙ୍କର ଫାର୍ମର ରେଜିଷ୍ଟ୍ରେସନ ଫର୍ମ ଯୋଉଟା ଅଛି ଏଇଠି ଆପଣ ସେଟାକୁ ଡାଉନଲୋଡ କରିପାରିବେ ଏବଂ ଡାଉନଲୋଡ କରିସାରିଲା ପରେ ଆପଣଙ୍କର ଫାର୍ମର ରେଜିଷ୍ଟ୍ରେସନ ଚାଷୀ ପଞ୍ଜୀକରଣ କେମିତି ଅଛି ସେଟା ମଧ୍ୟ ଆପଣମାନେ ଜାଣିପାରିବେ। ତ ଏହାର ହେଲା ତାର କନସେପ୍ଟ କି ଆପଣଙ୍କର ବିନା ଆପଣ ଯଦି ମାନେ ଫାର୍ମର ରେଜିଷ୍ଟ୍ରି ନ ବନଉଛନ୍ତି ତାହେଲେ ଆପଣମାନେ ଧାନ ବିକ୍ରୟ କରିପାରିବେ। ଏଥିରେ ଆଉ କିଛି ମଧ୍ୟ ସନ୍ଦେହ ନାହିଁ, ଯୋଉଟା ଆପଣ ସରକାର କହୁଛନ୍ତି। ତ ଏଇଟା ଗୋଟେ ବହୁତ ବଡ ଅପଡେଟ ଥିଲା। ଏଇଟା ଆପଣ କମେଣ୍ଟ କରିଥିଲେ ଚାଷୀ ଭାଇ ମାନେ କି ଆପଣ ଧାନ ପଞ୍ଜୀକରଣ କରୁଛନ୍ତି, ପଞ୍ଜୀକରଣ ତ ଆପଣ କରିବେ କିନ୍ତୁ ଧାନ ଆମେ ଦେଇପାରିବେ କି ନାହିଁ, ଆପଣ ଧାନ ଦେଇପାରିବେ, ସେଥିରେ କିଛି ଆପଣଙ୍କ ସନ୍ଦେହ କିଛି ନାହିଁ। ଆଶା କରିବି ଆଜିର ଇନଫର୍ମେସନ ଭିଡିଓଟି ବହୁତ ଭଲ ଲାଗିଥିବ। ଯଦି ଭିଡିଓଟି ଭଲ ଲାଗିଥିବ ଭିଡିଓକୁ ଲାଇକ୍ କରିଦେବେ, ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ, ପାଖରେ ବେଲ୍ ଆଇକନକୁ ଅଲରେ ସେଟ୍ କରିଦେବେ, କାହିଁକିନା ଆମେ ଯାହା ବି କିଛି ନୂଆ ନୂଆ ଇନଫର୍ମେସନ ଭିଡିଓ କହୁଛେ ଆପଣମାନଙ୍କ ପାଖରେ ପହଞ୍ଚି ପାରିବେ ଏବଂ ଯାହାକି ଆପଣମାନଙ୍କର ଅସୁବିଧାଟାକୁ ସୁବିଧା ଭାବରେ କାର୍ଯ୍ୟକାରୀ ହେଇପାରିବ। ଆଜି ପାଇଁ ରହୁଛି ଆଜ୍ଞା, ଧନ୍ୟବାଦ।